ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଅଷ୍ଟମ ଶ୍ରେଣୀ ନୂତନ ପୁସ୍ତକ ଯାହାକି ସାହିତ୍ୟ ସୁରଭି ପୁସ୍ତକର ପ୍ରଥମ କବିତା ଆସ ଉତ୍କଳୀୟ କବିତାଟିକୁ ଆଲୋଚନା କରିବା। ଏହି କବିତାର କବି ହେଉଛନ୍ତି ଜାତୀୟ କବି ବୀରକିଶୋର ଦାସ। ପ୍ରଥମେ କବିଙ୍କର କବି ପରିଚୟ ଆଲୋଚନା କରିବା। ଦେଖ ପିଲାମାନେ, କବି ପରିଚୟ ମୁଁ କହୁଛି। ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ ଜାତୀୟ କବି ଭାବରେ ପରିଚିତ। ଜାତୀୟ କବି ବୀରକିଶୋର ଭାବରେ ପରିଚିତ। ସେ 1896 ମସିହା ନଭେମ୍ବର ମାସ 23 ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରେ ଜଣେ ଦେଶବତ୍ସଳ ମାନବବାଦୀ, ଗାନ୍ଧୀ ଦର୍ଶନବାଦୀ ତଥା ଅଗ୍ରଜାତୀୟବାଦୀ କବି ଥିଲେ। ସ୍ୱାଧୀନତା ସଂଗ୍ରାମର ବହ୍ନିଶିଖାକୁ ପ୍ରଜ୍ୱଳିତ କରିବା ଉଦ୍ଦେଶ୍ୟରେ ସେ ସରଳ ତରଳ ସାବଳୀଳ ଭାଷାରେ କବିତାମାନ ରଚନା କରିଥିଲେ। ତାହାଦ୍ୱାରା ଓଡ଼ିଶାର ପୁରପଲ୍ଲୀରେ ଆବାଳ ବୃଦ୍ଧ ବନିତା ଉଦ୍ବୁଦ୍ଧ ହୋଇ ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଉଥିଲେ। କବିଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକ ହେଉଛି ମୋହନବଂଶୀ, ବିଦ୍ରୋହ ବୀଣା, ଫୁଲଚନ୍ଦନ, ବୀର ଗୀତିକା ଯାହାକି ସ୍ୱାଧୀନତା ସଂଗ୍ରାମ ସମୟର ରଚନା। ଆସ ଉତ୍କଳୀୟ କବିତାଟି କବିଙ୍କ ଦ୍ୱାରା ଲିଖିତ ବୀର ଗୀତିକା କବିତା ସଂକଳନରୁ ଆନୀତ। ବର୍ତ୍ତମାନ ଆମେ ଏ କବିତାଟିକୁ ପଢ଼ିବା। ଆସ ଉତ୍କଳୀୟ। ଉତ୍କଳୀୟ ଅର୍ଥ ଓଡ଼ିଶାବାସୀଙ୍କୁ ବୁଝାଉଛି। ଉତ୍କଳୀୟ ମାନେ ଓଡ଼ିଶାରେ ବାସ କରୁଥିବା ଜନସାଧାରଣ। ଉତ୍କଳୀୟ, ଆସ ଉତ୍କଳୀୟ। କବି ବୀରକିଶୋର ଓଡ଼ିଶାବାସୀଙ୍କୁ ମନେ ପକାଇଛନ୍ତି, ସ୍ମରଣ କରିଛନ୍ତି। ତାହା ଏହି କବିତା ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି, ଏ ଦେଶ ଜାତିର ପୂର୍ବ କଥା। ସ୍ମରଣେ ଯାହାର ଗରବେ ତୋହର, ଆପେ ଆପେ ନଈ ପଡ଼ିବ ମଥା। ମାନେ ଏହି କବିତାର ସାରକଥା ବା ଏହି ପଂକ୍ତିର ସାରକଥା ହେଉଛି ଆସ ଉତ୍କଳୀୟ ଶୁଣ ସର୍ବେ ମିଳି, ସମସ୍ତେ ମିଶି ଆସ ଏଇ ଉତ୍କଳ କଥା ଶୁଣ। ଏ ଦେଶ ଜାତିର ପୂର୍ବ କଥା, ଏ ଦେଶର ଏ ଜାତିର ପୂର୍ବପୁରୁଷଙ୍କ କଥା ଟିକେ ସ୍ମରଣ କର। ଯାହାକୁ ସ୍ମରଣ କଲେ ସ୍ମରଣେ ଯାହାର ଗରବେ ତୋହର, ଆପେ ଆପେ ନଈ ପଡ଼ିବ ମଥା। ଏହି ଓଡ଼ିଶା ମାଟିର ଯେଉଁ ମହାପୁରୁଷ ଜନ୍ମ ଲାଭ କରିଥିଲେ ସେମାନଙ୍କ କଥା ଯଦି ଆମେ ଶୁଣିବା ତାହେଲେ ଆମର ମୁଣ୍ଡ ଆପେ ଆପେ ନଇଁ ପଡ଼ିବ। କାହିଁକି ନା ସେମାନେ ଆମର ଏଇ ଓଡ଼ିଶା ମାଟିର ଗର୍ବ ଆଣିଛନ୍ତି, ଓଡ଼ିଶା ମାଟିର ମହତ୍ କାମ କରିଛନ୍ତି, ଓଡ଼ିଶାର ସୁନାମ ଆଣିଛନ୍ତି। ସେମାନଙ୍କ କଥା ଟିକେ ଭାବିଲେ ଆମର ମୁଣ୍ଡ ନଇଁଯିବ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ। ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ଦେଖ, ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ସେମାନେ ଉଭେଇ ଗଲେଣି, ମାନେ ଅଦୃଶ୍ୟ ହୋଇଗଲେଣି। ଯେଉଁ ମାଟିରେ ବୀର ପୁରୁଷଙ୍କର ଆବିର୍ଭାବ ଘଟିଥିଲା ସେହି ବୀର ପୁରୁଷ ହେଉଛନ୍ତି ବକ୍ସି ଜଗବନ୍ଧୁ, ଯାହାକି ଖୋର୍ଦ୍ଧାଗଡ଼ର ସେନାପତି ଥିଲେ ବକ୍ସି ଜଗବନ୍ଧୁ। ସେହି ଖୋର୍ଦ୍ଧାର ସେନାପତି ଚନ୍ଦନ ହଜୁରୀ ଗଲେଣି ସବୁ ଉଭେଇ, ମାନେ ଅଦୃଶ୍ୟ ହୋଇଗଲେଣି। ସେମାନେ ଆଉ ଦେଖାଯାଉନାହାନ୍ତି, କିନ୍ତୁ ସେମାନେ ଅମର ପଥର ଯାତ୍ରୀ ହୋଇଛନ୍ତି, ଅମର ପଥରେ ଅଗ୍ରସର ହୋଇଛନ୍ତି। ଅମର ମାନେ ଯିଏ ଦେଶ ପାଇଁ ଭଲ କାମ କରି ମୃତ୍ୟୁବରଣ କରିଥାଏ, ସେ ମରି ମଧ୍ୟ ଅମର ହୋଇଥାଏ। ଯଶ କି ତାଙ୍କର ହେବ କି ମଳିନ, ସେ ଯେଉଁ ଖ୍ୟାତି ଅର୍ଜନ କରିଛନ୍ତି ତାହା କ'ଣ ମଳିନ ହେବ କି? ଅମଳିନ ପରା ତାହା ଜଗତେ। ତାଙ୍କର ଯଶ କୀର୍ତ୍ତି ଯାହା ଯେଉଁ ମହାନ କାମ କରିଛନ୍ତି ତାହା ଏହି ସଂସାରରେ ମଳିନ ହେବ ନାହିଁ। ଅମଳିନ ଏ ଜଗତରେ ତାହା ଅମଳିନ। ପାଇକ ପୁଅର ଗରିମା ଯାହା ଥିଲା,
ସ୍ୱାଧୀନତା ଜାଗେ ଦେଲା ଆହୁତି। ଆହୁତି ମାନେ ବଳିଦାନ। ପାଇକ ପୁଅର ଗରିମା, ପାଇକ ପୁଅ ସେମାନେ, ସେଇ ପାଇକ ପୁଅ ଯାହା ତାଙ୍କର କାମ ଥିଲା ନା ଏଇ ସ୍ୱାଧୀନତା ଜାଗେ, ସ୍ୱାଧୀନତା ପାଇଁ ସେ ଆହୁତି ଦେଲେ, ବଳିଦାନ ଦେଲେ। ସ୍ୱାଧୀନତା ସମୟରେ କେତେ ସଂଗ୍ରାମ କରିଥିଲେ, କେତେ ଅସୁବିଧା ସହିଥିଲେ। ତେଣୁ ସେଇ ପାଇକ ପୁଅର ଗରିମା ବା କାମ ଯାହା ଥିଲା ସ୍ୱାଧୀନତା ପାଇଁ ଆହୁତି ଦେଲେ। ଏ ଜାତି ପାଇଁ, ସେ ଜାତି ଦାୟାଦ ଆମେ ହେଉଛୁ ସେଇ ଜାତିର, ସେଇ ବୀର ପୁରୁଷଙ୍କ ଦାୟାଦ। ଦାୟାଦ ମାନେ ସନ୍ତାନ, ସେଇ ବୀର ପୁରୁଷଙ୍କର ଆମେ ସନ୍ତାନ। ଆମେ ସମସ୍ତ ସରବେ ମାନେ ସମସ୍ତେ, ଦାୟାଦ ଆମେ ତ ସରବେ, ଆମେ ସମସ୍ତେ ସେଇ ବୀର ପୁରୁଷଙ୍କର ବଂଶଧର। ବୋଳି ହେବା ଅଙ୍ଗେ ସେଇ ବିଭୂତି, ବୋଳି ହେବା ଅଙ୍ଗେ ସେଇ ବିଭୂତି। ସେମାନେ ଦେଶ ପାଇଁ ଯେଉଁ ମହତ୍ କାମ କରି ମୃତ୍ୟୁବରଣ କରିଛନ୍ତି ଏବଂ ଏଇ ମାଟିରେ ଲୀନ ହୋଇଯାଇଛନ୍ତି, ସେଇ ମାଟିକୁ, ସେଇ ବିଭୂତିକୁ, ସେଇ ପାଉଁଶକୁ ଆମ ଦେହରେ ବୋଳି ହେବା। ଏହାର ଅର୍ଥ ହେଉଛି ସେମାନେ ଯେଉଁ ମହତ୍ କାମ କରିଛନ୍ତି ସେମାନଙ୍କ ପଦାଙ୍କକୁ ଆମେ ଅନୁସରଣ କରିବା, ସେମାନଙ୍କ ପଥକୁ ଆମେ ଅନୁସରଣ କରିବା। ସେମାନେ ଯେଉଁ ମହତ୍ କାମ କରିଛନ୍ତି ଆମେ ମଧ୍ୟ କିଛି ଭଲ କାମ କରିବା। ତାହେଲେ ଆମେ ଏଇ ମାଟିର ବା ଆମ ଜନ୍ମ ଏଇ ମାଟିରେ ହୋଇଛି, ତାହା ଆମ ଜନ୍ମ ସାର୍ଥକ ହେବ ବୋଲି କବି ବୀରକିଶୋର କହିଛନ୍ତି ଯେ ବୀର ପୁରୁଷ ଏଇ ମାଟିରେ ଜନ୍ମ ଲାଭ କରିଥିଲେ। ସେଇ ବୀର ପୁରୁଷ ଯେଉଁ କାମ କରିଥିଲେ, ମହତ୍ କାମ କରିଥିଲେ, ସେମାନେ ଆଜି ମୃତ୍ୟୁବରଣ କରିଛନ୍ତି, ସେମାନେ ଅଦୃଶ୍ୟ ହୋଇଛନ୍ତି। କିନ୍ତୁ ସେମାନେ ଅମର ପଥର ଯାତ୍ରୀ ହେଲେ ମଧ୍ୟ ଏହି ସେମାନଙ୍କର ଯେଉଁ କୀର୍ତ୍ତି ରହିଛି ତାହା ଅମଳିନ ହୋଇଛି। ତେଣୁ ଆମେ ତାଙ୍କର ବଂଶଧର, ତାଙ୍କର ସନ୍ତାନ। ଆମେ ସମସ୍ତେ ମିଶିବା ଏବଂ ସମସ୍ତେ ଏକତ୍ରିତ ହେବା, ଯାହାକି କୁହାହେଉଛି ଆସ ଉତ୍କଳୀୟ। ଉତ୍କଳୀୟମାନଙ୍କୁ ସେ ମନେ ପକାଇଛନ୍ତି, ସେଇ ପୂର୍ବପୁରୁଷଙ୍କ କଥା ସ୍ମରଣ କରାଇଛନ୍ତି ଯେ ଆମେ ମଧ୍ୟ କିଛି ଭଲ କାମ କରିବା। ଏକତ୍ରିତ କରିଛନ୍ତି ଓଡ଼ିଶାବାସୀଙ୍କୁ। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ। ସ୍ୱାଧୀନତା ପ୍ରାଣ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ, ପଚାରିଲେ ମାଟି ଯିବ ତ କହି। ତୋଷାଳୀ ପ୍ରାନ୍ତରେ, ଯେଉଁ ତୋଷାଳୀ ଓଡ଼ିଶାର ପୂର୍ବ ନାମ ଥିଲା, ସେଇ ତୋଷାଳୀରେ ଦିନେ ରକ୍ତର ନଦୀ ଛୁଟିଥିଲା, ରକ୍ତର ନଦୀ ପ୍ରବାହିତ ହୋଇଥିଲା। ସ୍ୱାଧୀନତା ପାଇଁ କେତେ ପ୍ରାଣ ଦେଇଥିଲେ। କିନ୍ତୁ ଆମେ ଯଦି ସେଇ ମାଟି ମାଆକୁ ପଚାରିବା ତାହେଲେ ସବୁ ମାଟି ମା ସମସ୍ତଙ୍କ କଥା ଗୋଟି ଗୋଟି କରି କହିଦେବ। ତେଣୁ ସେଇ ବୀର ପୁରୁଷ ଉତ୍କଳୀୟଙ୍କର କଥା ଗୋଟି ଗୋଟି କରି ସବୁ କହିଦେବ ବୋଲି କବି ବର୍ଣ୍ଣନା କରିଛନ୍ତି। ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ଯହିଁ, ସ୍ଫୁରୁଥିଲା ପ୍ରତି ଅନ୍ତର ଭରି। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ମାନେ ଯେଉଁ ମାଟିରେ ଶାନ୍ତି ରହିଥିଲା, ଶାନ୍ତି ପ୍ରତିଷ୍ଠା କରିଥିଲା, ମୈତ୍ରୀ ସ୍ନେହ ଭରି ରହିଥିଲା, ପ୍ରୀତି ଶାନ୍ତି ମୈତ୍ରୀ ପ୍ରୀତି ଆଉ ପବିତ୍ରତା ରହିଥିଲା, ସେଇ ମାଟିରେ ଆମେ ବା ସେଇ ମାଟିର ସନ୍ତାନ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ। ଏବଂ ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଅହିଂସା ମାର୍ଗରେ ପ୍ରଚଳିତ ଥିଲେ, ଅହିଂସା ଆଚରଣ କରୁଥିଲେ ଏବଂ ଦେଶ ପାଇଁ ମହତ୍ କାମ କରୁଥିଲେ। ସେହି ଦେଶ ସହିତ ବା ସେହି ମାଟିର ସନ୍ତାନ ସହିତ ଅନ୍ୟ କେଉଁ ଦେଶ ତା ସରି ହେବ ନାହିଁ, ତା ସମାନ ହେବ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି। କେବଳ ଓଡ଼ିଶା ମାଟିରେ ଶାନ୍ତି ମୈତ୍ରୀ ପବିତ୍ରତା ଭରି ରହିଥିଲା ବୋଲି କବି ବର୍ଣ୍ଣନା କରିଛନ୍ତି। ଜାତି ପାଇଁ ଦିନେ ବାଳୁତ ଧରମା, ଝାସିଥିଲା ପ୍ରାଣ ସାଗର ଜଳେ। ଲଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ତଳେ। ଜାତି ପାଇଁ ଦିନେ ବାଳୁତ ଧରମା,
ଧର୍ମପଦ କଥା ତୁମେ ଶୁଣିଛ। ସେଇ ଧର୍ମା କ'ଣ କରିଥିଲା? ଯେଉଁ କାମକୁ 1200 ବଢ଼େଇ କରିପାରିନଥିଲେ, ଛୋଟ ବାଳକ ହେଲେ ମଧ୍ୟ 12 ବର୍ଷର ବାଳକ ଧର୍ମା ତାହାକୁ କରିଯାଇଥିଲା। ଏବଂ ଧର୍ମା ଯେତେବେଳେ କୋଣାର୍କ ମନ୍ଦିରର ଚୁଳି ମାରିଥିଲା, ସେତେବେଳେ ସେ କ'ଣ କଲା ନା ସମୁଦ୍ରକୁ ଝାସ ଦେଇଥିଲା। ଏହାର କାରଣ କ'ଣ ଥିଲା ନା ଯଦି ରାଜା ଜାଣିବେ 1200 ବଢ଼େଇର ମୁଣ୍ଡ କାଟ ହେବ, ତେଣୁ ସେଇ 1200 ବଢ଼େଇ ବା ଜାତି ଭାଇଙ୍କର ପ୍ରାଣ ରକ୍ଷା କରିବା ପାଇଁ ନିଜେ ସମୁଦ୍ରରେ ଝାସ ଦେଇଥିଲେ। ଲଭିବ କି ତାର ଅଲିଭା କାହାଣୀ? ସେଇ ସାଗର ଜଳେ ଲିଭିବ କି ତାର ଅଲିଭା କାହାଣୀ? ସେ ଯେଉଁ କାମ କରିଥିଲେ ସେ ତାହା କ'ଣ ଲିଭିଯିବ? ଲିଭିବ କି ତାର ଅଲିଭା କାହାଣୀ? ଥିବା ଯାଏ ନର ଧରଣୀ ତଳେ। ଏହି ପୃଥିବୀରେ ଧରଣୀରେ ଲୋକ ବଞ୍ଚିଥିବା ପର୍ଯ୍ୟନ୍ତ ତାହା ଲିଭିବ ନାହିଁ, ସବୁବେଳେ ସ୍ମରଣୀୟ ହୋଇ ରହିବ। ଅର୍ଥାତ୍ ସେ ଯେଉଁ କାମ କରିଛନ୍ତି ତାହା ଅଲିଭା କାହାଣୀ ହୋଇ ଲୋକ ଥିବା ପର୍ଯ୍ୟନ୍ତ, ଧରଣୀ ତଳେ ଥିବା ପର୍ଯ୍ୟନ୍ତ, ଲୋକ ବଞ୍ଚିଥିବା ପର୍ଯ୍ୟନ୍ତ ତାହା ସ୍ମରଣୀୟ ହୋଇ ରହିବ, ଚିର ସ୍ମରଣୀୟ ହୋଇ ରହିବ। ଯାହାକି ନିଜ ଜାତି ଭାଇ ପାଇଁ ସେ ଜୀବନ ଦେଇଥିଲା। 12 ବର୍ଷର ବାଳୁତ ପିଲା ସେ ଜାତି ଭାଇଙ୍କ ପାଇଁ ଜୀବନ ଦେଇଥିଲା। ତ୍ୟାଗ ଆଦର୍ଶ ଜାତିର ମହତ୍ୱ, ଦେଶ ପାଇଁ ଦେଲା ନିଜକୁ ବଳି। ତ୍ୟାଗ ଆଦର୍ଶ ଜାତିର ମହତ୍ୱ, ଦେଶ ପାଇଁ ଦେଲା ନିଜକୁ ବଳି। ନିଜକୁ ବଳି ଦେଲା, ନିଜର ପ୍ରାଣକୁ ହାରିଲା। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ଆମେ ଜାଣିଛେ ଦରିଦ୍ର ଜନର ବନ୍ଧୁ ହେଉଛି ଗୋପବନ୍ଧୁ। ଦରିଦ୍ରର ବନ୍ଧୁ ଦୀନବନ୍ଧୁ, ଦୁଃଖୀ ରଙ୍କୀଙ୍କର ବନ୍ଧୁ ଗୋପବନ୍ଧୁ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ଯାହାଙ୍କ ହୃଦୟ ସବୁବେଳେ ଦରିଦ୍ରଙ୍କ ପାଇଁ କାନ୍ଦୁଥାଏ, ଯାହାର ସେବା କରୁଥାଏ, ଲୋକଙ୍କର ସେବା ପାଇଁ ସଦାସର୍ବଦା ଚେଷ୍ଟିତ ଥିଲେ, ଯିଏକି ନିଜ ପୁଅକୁ ମଧ୍ୟ ଛାଡ଼ି ଲୋକ ଶହ ପୁଅଙ୍କୁ ଉଦ୍ଧାର କରିବା ପାଇଁ ସେ ଚାଲି ଯାଇଥିଲା। ଆମେ ଜାଣିଛେ ତେଣୁ ନିଜର ପୁଅକୁ ମଧ୍ୟ ସେ ଛାଡ଼ି ଚାଲିଗଲେ। କିନ୍ତୁ ସେଇ ଗୋପବନ୍ଧୁ ହେଉଛନ୍ତି ଦରିଦ୍ରର ବନ୍ଧୁ। ସେ ପୁଅ ମହିମା ହେବ କି କଳି। ସେଇ ଗୋପବନ୍ଧୁଙ୍କର ମହିମା କହିଲେ କ'ଣ, ସେଇ ଗୋପବନ୍ଧୁଙ୍କ କଥା କହିଲେ ସରିବ ନାହିଁ ଯେ ସେ ସବୁବେଳେ ଦୁଃଖୀ ଦରିଦ୍ରର ସେବା କରୁଥିଲେ। ସଦାସର୍ବଦା ସେ ଦୁଃଖୀ ଦରିଦ୍ରଙ୍କର ସେବା କରିବା ପାଇଁ ଚେଷ୍ଟିତ ଥିଲେ, ଚେଷ୍ଟା କରୁଥିଲେ। ବାଜି ରାଉତର ନାଁ ଲୁଚି ନାହିଁ। ବାଜି ରାଉତ 12 ବର୍ଷର ବାଳକ ବାଜି ରାଉତ ମଧ୍ୟ ନାଁ ଲୁଚି ନାହିଁ, ଲିଭି ନାହିଁ। ମୁକତି ପଥର ସୈନିକ ସେ ମୁକ୍ତ ପଥର ସୈନିକ। ମାନେ ସେ ଯେତେବେଳେ ବାଜି ରାଉତ ଇଂରେଜମାନେ ସେତେବେଳେ ଆମ ଉତ୍କଳକୁ ଦଖଲ କରିବା ପାଇଁ ଆସିଲେ, ନାଁ ନେଇ ସେ ବୈତରଣୀ ନଦୀରେ ରହିଥିଲେ। ସେହି ସମୟରେ ଇଂରେଜମାନେ ତାକୁ ଡାକିଥିଲେ ନଦୀ ପାର କରିବା ପାଇଁ। କିନ୍ତୁ ଯେତେବେଳେ ବାଜି ରାଉତ ଜାଣିଲା ଯେ ଏମାନେ ହେଉଛନ୍ତି ଆମର ଶତ୍ରୁ, ଏମାନଙ୍କୁ ଯଦି ପାର କରିଦିଆଯାଏ ତାହେଲେ ଆମ ଓଡ଼ିଶାକୁ ଦଖଲ କରିବେ, ଏକଥା ଜାଣି ସେଇ ଇଂରେଜମାନଙ୍କୁ ପାର କରିବା ପାଇଁ ରାଜି ହେଲେ ନାହିଁ। ଯଦ୍ୱାରା କି ଇଂରେଜମାନେ କ୍ଷୁବ୍ଧ ହୋଇ ରାଗି ସେଇ ଶିଶୁକୁ ହତ୍ୟା କରିଥିଲେ। ତେଣୁ ବାଜି ରାଉତ ବିନାଶ ହେଲା। ବାଜି ରାଉତ ଜୀବନ ହାରିଲା ସତ, କିନ୍ତୁ ସେ ଅମର ହୋଇଯାଇଛନ୍ତି ଏବଂ ତାଙ୍କର ମହାନତା ଏହି ଉତ୍କଳରେ ଯଥେଷ୍ଟ ସ୍ଥାନ ଅଧିକାର କରିଛି। ସେ ମରି ମଧ୍ୟ ଅମର ହୋଇଛନ୍ତି। ତେଣୁ ଯାହାକି ଲୁଚି ନାହିଁ, ସେ ହେଉଛନ୍ତି ମୁକ୍ତ ପଥର ସୈନିକ। ତର୍ପଣ କର ସେ ନାମ ଉଚ୍ଚାରି, ସେହି ବୀର ପୁରୁଷଙ୍କର ନାମ ସ୍ମରଣ କରି, ତର୍ପଣ କରି ସ୍ମରଣ କର। ସ୍ୱାଧୀନତା ସଂଗ୍ରାମ ପାଇଁ ଯେଉଁ ମହାପୁରୁଷଗଣ ଜୀବନ ବିତାଇଥିଲେ ସେମାନଙ୍କ କଥା ସ୍ମରଣ କର। ତେଣୁ କବି ବାସ୍ତବିକ ସେହି ମହାପୁରୁଷଙ୍କ କଥା
କୁ ବା ଉତ୍କଳୀୟମାନଙ୍କ କଥାକୁ ସ୍ମରଣ କରିବା ପାଇଁ ଏହି କବିତାରେ ବର୍ଣ୍ଣନା କରିଛନ୍ତି। ବାସ୍ତବିକ କବିଙ୍କ କବିତା ବହୁତ ହୃଦୟସ୍ପର୍ଶୀ। ତେଣୁ ଓଡ଼ିଶା ଭଳି ପବିତ୍ର ମାଟି ଆଉ କେଉଁଠି ନାହିଁ। ତା ସହିତ ସମାନ ହେଲା ଭଳି ଅନ୍ୟ କୌଣସି ଦେଶ ନାହିଁ, ଯେଉଁଠି ତ୍ୟାଗ ଆଦର୍ଶ ଜାତିର ମହତ୍ତ୍ୱ ପାଇଁ ଲୋକମାନେ ଜୀବନ ଦେଇଥିଲେ, ମହାପୁରୁଷ ଜୀବନ ଦେଇଥିଲେ। ଯେଉଁଠି ଗାନ୍ଧୀ ଗୋପବନ୍ଧୁଙ୍କ ଭଳି ମହାପୁରୁଷ ଜନ୍ମଲାଭ କରିଥିଲେ। ବାଜି ରାଉତ ଧର୍ମା ଭଳି ଛୋଟ ଶିଶୁ ମଧ୍ୟ ଜନ୍ମଲାଭ କରି ଛୋଟ ଶିଶୁ ହେଲେ ମଧ୍ୟ ନିଜ ଦେଶ ପାଇଁ ପ୍ରାଣ ବଳି ଦେଇଥିଲେ। ସ୍ୱାଧୀନତା ସଂଗ୍ରାମ ପାଇଁ ନାନା ପ୍ରକାର ଅଭାବ ଅସୁବିଧା ସହିଥିଲେ। ଯେଉଁ ଶାନ୍ତି ମୈତ୍ରୀ ଦେଶ ଥିଲା ଭାରତ, ଯାହାକି ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ, ଏବଂ ଯେଉଁ ମାଟିରେ ଆମର ରକ୍ତର ନଦୀ ବହିଥିଲା, ସେହି ବୀରର ସନ୍ତାନ, ତାଙ୍କର ବଂଶଧର ଆମେ। ତେଣୁ ପାଇକ ପୁଅର ଗାରିମା କଥା ବା ସ୍ୱାଧୀନତା ପାଇଁ ଦେଲା ଯେଉଁ ଆହୁତି ଦେଇଥିଲା, ସେଇ ଜାତିର ଆମେ ହେଉଛୁ ସନ୍ତାନ। ତେଣୁ ଆମେ ସେଇ ଦେଶ କଥା ବା ସେଇ ଉତ୍କଳ କଥା ସ୍ମରଣ କରିବା ପାଇଁ ଏହି କବିତା ମାଧ୍ୟମରେ ସମସ୍ତଙ୍କୁ ସେ ସ୍ମରଣ କରିଛନ୍ତି। ସମସ୍ତଙ୍କୁ ଏକତ୍ରିତ କରିବା ପାଇଁ, ଏକତା ମନ୍ତ୍ରରେ ଦୀକ୍ଷିତ କରିବା ପାଇଁ ସବୁ ଆହ୍ୱାନ କରିଛନ୍ତି। ଓଡ଼ିଶାବାସୀଙ୍କୁ ଏକତା ଆଣିବା ପାଇଁ ଏହି କବିତା ମାଧ୍ୟମରେ ବୀର କିଶୋରଙ୍କର ଅଭିପ୍ରାୟ ଥିଲା। ପରବର୍ତ୍ତୀ କାଳାଂଶରେ ଏହି କବିତାର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ରହୁଛି। ଜୟ ଜଗନ୍ନାଥ।